ମୁଁ ସେମିତି ଯାଏନି। ମୁଁ ଗୁଞ୍ଜାଳିଆ ଲୋକ ନୁହଁ। ବିନା ନିମନ୍ତ୍ରଣ ବିନା ଡାକରେ ମୁଁ କୋଉଠି ଗୁଞ୍ଜି ହେଇକି ଯାଇନି ଜାତକରେ। ପୁଅ ଆସିକରି ପୁଣି ଡାକିଲେ ହଁ କିନ୍ତୁ ଆପଣ ଯିବା ପରେ ବି କିଛି ପ୍ରଭାବ ତିଆରି ହେଲା ହେଲାନି କେମିତି? ଆପଣ କଣ ବିଜେଡି ନା କଂଗ୍ରେସ? ନା ମୁଁ ଇଣ୍ଡିପେଣ୍ଡେଣ୍ଟ। କଂଗ୍ରେସରେ ବହିଷ୍କୃତ ଆପଣ? ବହିଷ୍କୃତ ଇଣ୍ଡିପେଣ୍ଡେଣ୍ଟ। ଆପଣ ପୁରା କହୁଥିଲେ କଂଗ୍ରେସର ଘେରାଉ କରିବେ କଂଗ୍ରେସ ଭବନ। ହଁ ମୋ ସେକ୍ରେଟାରୀ ମାନେ ଜେନେରାଲ ସେକ୍ରେଟାରୀ କଂଗ୍ରେସର ସଭାପତି ସବୁ ଏକାଠି ହେଇଛନ୍ତି ଏ ଦରଦାମ ଉପରେ। ଦରଦାମ ଅଫିସ ଭିତରେ ଯୋଉ ପଶିଲେ ବିଜେପି ଆପଣଙ୍କୁ ବହିଷ୍କୃତ କରାଯାଇଛି ସେ ସମ୍ପର୍କରେ ନୁହଁ। ନା ମୁଁ ସେଥିରେ ଚାହେଁନି। ସେ ମନକୁ କଲେ କରିବେ ନହେଲେ ନାହିଁ। କିନ୍ତୁ ମୁଁ ଜିତିଥିଲା ପର୍ଯ୍ୟନ୍ତ ମୋ ସାନ ପୁଅ ଯୋଉ ଦଳରୁ ଠିଆ ହେବ ବିଜେଡ଼ିରୁ ତା ପାଇଁ କାମ କରିବି। ବଡ଼ ପୁଅ ଯୋଉଠୁ ଠିଆ ହେବ କଂଗ୍ରେସରୁ ତା ପାଇଁ କାମ କରିବି। ଆପଣ କଣ ନିମାପଡ଼ା ଯାଇଥିଲେ ପ୍ରଚାର? ହଁ 7 ଦିନ। ସେ ମନା କରୁଥିଲେ ଆପଣ? ସେ ନିଜେ ଫେର କହିଲେ ଆସ ବାପା। ସେ ମନା କରୁଥିଲେ ବାପାଙ୍କୁ କେବେ ହେଲେ? ଫେର ବାପାକୁ ସେଇ ଡାକିଲେ ଗଲି। ମୁଁ ସେମିତି ଯାଏନି। ମୁଁ ଗୁଞ୍ଜାଳିଆ ଲୋକ ନୁହଁ। ବିନା ନିମନ୍ତ୍ରଣ ବିନା ଡାକରେ ମୁଁ କୋଉଠି ଗୁଞ୍ଜି ହେଇକି ଯାଇନି ଜାତକରେ। ପୁଅ ଆସିକରି ପୁଣି ଡାକିଲେ କିନ୍ତୁ ଆପଣ ଯିବା ପରେ ବି କିଛି ପ୍ରଭାବ ତିଆରି ହେଲାନି କେମିତି? ମୁଁ ଯୋଉ ପ୍ୟାଚଟା ବୁଲିଲି 3-4 ହଜାର ଭୋଟ ସେପଟେ ମିଳିଛି। କେତେ ଭୋଟ ପାଇଲେ? 7,000। 7,000। ଆ ସେଠେଇ ବିଜେପି ଯୋଉ ପଇସା ଖର୍ଚ୍ଚ କଲା ଆପଣ ଦେଖନ୍ତୁ। ମୁଁ ମୋ ଜୀବନରେ 11ଟା ଇଲେକ୍ସନ୍ ଫେସ୍ କରିଛି। 11ଟା ଇଲେକ୍ସନ୍। ଏଥର ଯୋଉ ଇଲେକ୍ସନ୍ ହେଲା ଯେତେବେଳେ ନରେନ୍ଦ୍ର ମୋଦି ୟୁପିରେ ହାରିଗଲା, ସାଉଥରେ ହାରିଗଲା, ସେ ମାଡ଼ଟା କଲା ମୋ ପୁଅ ଉପରେ ଏଠି ଭୁବନେଶ୍ୱରରେ।